ଝାଡ଼ାବାନ୍ତି ରୋଗର ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ 12:50 ସମୟରେ ଯାଜପୁର ରୋଡ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଝାଡ଼ାବାନ୍ତି ରୋଗ ସମୟରେ କୌଣସି ରୋଗୀ ରକ୍ତ ଅଭାବରୁ ସମସ୍ୟାରେ ନ ପଡ଼ିବା ଉଦ୍ଦେଶ୍ୟରେ ଆଜି ଲଳିତା ରାଉତ ଫାଉଣ୍ଡେସନର ସଭାପତି ଦୁଷ୍ମନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଡାକ୍ତର ଗୌତମ ସାହୁ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ତେବେ ଝାଡ଼ାବାନ୍ତି ଡାଇରିଆ ସମୟରେ ଏଭଳି ରକ୍ତଦାନ ଶିବିର କରାଯାଇଥିବାରୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ। ଏହି ଶିବିରରେ ଅନେକ ଯୁବକ ଯୁବତୀ ଯୋଗଦେଇ ରକ୍ତଦାନ କରିଥିଲେ। ଦିନଟା ଅତି ଆମ ପାଇଁ ଖୁସିର ଦିନ। ଯେଉଁ ଲଳିତା ରାଉତ ଫାଉଣ୍ଡେସନ ତରଫରୁ ଆଜି ଯେଉଁ ରକ୍ତଦାନ ଶିବିର ଆରମ୍ଭ କରାଯାଇଛି, ୟାକୁ ଯେତେ ଧନ୍ୟବାଦ ଦେଲେ ବି ଏଇଟା କମ୍ ହେବ। ଲଳିତା ରାଉତ ମ୍ୟାଡ଼ାମ୍ ଯଦି ଆମ ଗ୍ରହଣରେ ନାହାନ୍ତି, କିନ୍ତୁ ତାଙ୍କ ଫାଉଣ୍ଡେସନ ଯେଉଁ ଆଜି ରକ୍ତ ବ୍ଲଡ଼ ବ୍ୟାଙ୍କରେ ଯେଉଁ ଆମର ଯେଉଁ ଆରମ୍ଭ କରିଛନ୍ତି ରକ୍ତଦାନ ଶିବିର, ସେ ଯେ ନଥାଇକି ବି ସେ ଯେତିକି ଜୀବନ ବଞ୍ଚେଇବେ, ତାଙ୍କୁ ସ୍ୱର୍ଗରେ ରହିଲେ ସେ ବହୁତ ଖୁସି ହେବେ ଯେ ଆଟଲିଷ୍ଟ ତାଙ୍କ ଫାଉଣ୍ଡେସନ କିଛି ରକ୍ତ ଗ୍ରହଣ କରି ବହୁତ ଲୋକଙ୍କର ଯେଉଁମାନଙ୍କ ଜୀବନ ବଞ୍ଚାଇ ପାରୁଛି। ଏଇଭଳିଆ ଯେଉଁ କାମ କରିଛନ୍ତି ସେ ଫାଉଣ୍ଡେସନକୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ। ସେଥିପାଇଁ ମୁଁ କହୁଛି ପ୍ରତି ସମସ୍ତେ ନିଜ ନିଜ ଏହି ସ୍ମୃତିକୁ ମନେ ରଖିବା ପାଇଁ ଏଇଭଳିଆ ଶିବିର ଆରମ୍ଭ କରନ୍ତୁ, ବହୁତ ଜୀବନ ବଞ୍ଚିଯାଉ। ସାମାଜିକ ବାର୍ତ୍ତାରେ ଅଯଥା ଜନ୍ମଦିନ ଶ୍ରାଦ୍ଧ ଏସବୁ ଜିନିଷରେ ଆମେ ପାର୍ଟି ଆରେଞ୍ଜ କରିବା, ଏସବୁ ପଇସା ଖର୍ଚ୍ଚ ନ କରି ସମସ୍ତେ ଏଇଭଳିଆ ଗୋଟେ ଗୋଟେ ଶିବିର କଲେ ବହୁତ ରୋଗୀ ଉପକୃତ ହେବେ। ଥାଲାସେମିଆ ରୋଗୀମାନେ ସେମାନେ ଆପଣଙ୍କ ରକ୍ତକୁ ଅନାଇ ବସିଛନ୍ତି, ସେ ରକ୍ତ ଦେଲେ ଆପଣ ସେମାନେ ବଞ୍ଚିବେ। ତ ସମାଜ ପାଇଁ ଏଇ ଗୋଟେ ବଡ଼ ଉଦାହରଣ। ଦୁଷ୍ମନ୍ତ କୁମାର ନାୟକ ଆଉ ସମାଜସେବୀ ଶିକ୍ଷକ ନେତା ଏବଂ ଡକ୍ଟର ଲଳିତା ରାଉତଙ୍କର ମୁଁ ହେଉଛି ସ୍ୱାମୀ। ଲଳିତା ରାଉତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ଦୀର୍ଘ ଦିନ ଧରି ଅଧ୍ୟକ୍ଷ ଥିଲେ ଏବଂ ତାଙ୍କ ସ୍ମୃତିରେ ଆମେ ଆଜି ବ୍ଲଡ଼ ଡୋନେସନ୍ କ୍ୟାମ୍ପ ଆରେଞ୍ଜ କରୁଛୁ ଏବଂ ଏଥିରେ ଆମର ଉଦ୍ଦେଶ୍ୟ ଯେ ଭୋଜି ଭାତ ଅପେକ୍ଷା ବରଂ ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରି ବହୁ ରୋଗୀଙ୍କ ଆବଶ୍ୟକ କରୁଥିବା ରକ୍ତ ଯୋଗାଇବା ଏବଂ ତାଙ୍କ ଜୀବନକୁ ରକ୍ଷା କରିବା। ଏସ୍ପେଶାଲି ଥାଲାସେମିଆ ପେସେଣ୍ଟ ଏହିସବୁ ରୋଗୀଙ୍କ ପାଇଁ ବ୍ଲଡ଼ ସବୁବେଳେ ଦରକାର ହେଉଛି। ତେଣୁ ଆମେ ଏଇ ଯେଉଁ ଅସମୟ ଚାଲିଛି, ହଇଜା ସମୟରେ ବି ଅନେକ ଲୋକ ଆସିପାରୁନାହାନ୍ତି ଡାକ୍ତରଖାନାକୁ ଡରେ। ତେଣୁ ୟାରି ଭିତରେ ବହୁ କଷ୍ଟରେ ବହୁ ଲୋକଙ୍କୁ ବୁଝେଇକି ଗୋଟେ ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରାଯାଇଛି ଏବଂ ଏ ସମସ୍ତ ମାନେ ରୋଗୀଙ୍କ ପାଇଁ କାମରେ ଆସିବ। ଏଇ ଯେଉଁ କାର୍ଯ୍ୟ କରାଯାଇଛି ଏଥିରେ ଏଠିକାର ଯେଉଁ ମେଡ଼ିକାଲ ଅଫିସର ଡକ୍ଟର ଗୌତମ ସାହୁ ଏବଂ ମୋ ପାଖରେ ଉପସ୍ଥିତ ଅଛନ୍ତି କୋରେଇ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡକ୍ଟର ମୋହନ ଚରଣ ଖୁଣ୍ଟିଆ ଏବଂ ଅଧ୍ୟାପକ ଶିଶିର ନାୟକ ଏ ସମସ୍ତେ ଅଛନ୍ତି। ପ୍ରାୟ ସମସ୍ତଙ୍କ ସହାୟତାରେ ଏହି କାର୍ଯ୍ୟ ସଫଳ ହେଉଛି। ଏଥିସହିତ ଆମେ ମଧ୍ୟ ଆଉ ଲଳିତା ରାଉତ ଫାଉଣ୍ଡେସନ ତରଫରୁ ଗୋଶାଳାରେ ସମସ୍ତ ଗୋରୁଙ୍କ ପାଇଁ ଖାଦ୍ୟ ଦେବାର ବ୍ୟବସ୍ଥା ମଧ୍ୟ କରାଯାଉଛି ଏବଂ ମୁଁ ଭାବୁଛି ସମସ୍ତେ ଯଦି ଏଇ ବ୍ଲଡ଼ ଡୋନେସନ୍ କ୍ୟାମ୍ପ ଅର୍ଗାନାଇଜ୍ କରନ୍ତେ, ଭୋଜି ଭାତ ଅପେକ୍ଷା ସମାଜର ବେଶୀ ଭଲ କାମରେ ଆସନ୍ତା। ଆଉ ଭୋଜି ଭାତ ଖାଇକି ରୋଗାଗ୍ରସ୍ତ ହେଉଛନ୍ତି, ସେଇଟା ହେଇପାରନ୍ତାନି। ବ୍ୟାସନଗରରୁ ପଦ୍ମଲୋଚନ ନାୟକଙ୍କ ରିପୋର୍ଟ, ସ୍ୱରାଜ୍ୟ ଖବର।